ପିଲାମାନେ ଆଜିର ବିଷୟବସ୍ତୁ ହେଉଛି ଜୁଲିୟସ୍ ସିଜର। ବହୁତ ବଡ଼ ଟ୍ରାଜେଡ଼ିଟା। ମୁଁ ତାକୁ କହିବି ଷ୍ଟୋରି ଆକାରରେ, ତୁମେ ମନ ଦେଇକି ଶୁଣିବ। ପୁଟ୍ରାଙ୍କ ଜୀବନମାଳରୁ ଗୋଟେ ସଂଗୃହୀତ ହେଇଛି। ଏଇଟା ଗୋଟେ ଐତିହାସିକ ଟ୍ରାଜେଡ଼ି। ପ୍ରାଚୀନ ରୋମର ଏଇଟା ଗପଟା। ତାର ଯେଉଁ ମହାପ୍ରତିପତ୍ତିଶାଳୀ ଯେଉଁ ଥିଲେ ରାଷ୍ଟ୍ରନାୟକ ଜୁଲିୟସ୍ ସିଜର, ତାଙ୍କୁ ହିଁ ବେସ୍ କରିକି ଏଇଟା ରଚନା କରାହେଇଛି। ଜୁଲିୟସ୍ ସିଜର ବହୁତ ଉଚ୍ଚାକାଂକ୍ଷୀ ଥିଲେ, ବହୁତ ଉଚ୍ଚାକାଂକ୍ଷୀ। ଖ୍ରୀଷ୍ଟପୂର୍ବ 44ର ଘଟଣା, ସେ ସମୟର ଘଟଣା କ'ଣ ହେଇଛି ନା, ଜୁଲିୟସ୍ ସିଜର ରୋମର ଜୁଲୁ ଗୋଷ୍ଠୀ ଅନ୍ତର୍ଗତ ପେଟ୍ରିସିଆନ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଗାୟସ୍ ସିଜର ଓ ମାତା ଥିଲେ ଆଉରେଲିଆ। ସିଜରଙ୍କ ଶିକ୍ଷକ ଥିଲେ ମାର୍କସ୍ ଆଣ୍ଟୋନିଓ ନିଫୋ। ସିଜର 26 ବର୍ଷ ବୟସରୁ ଗ୍ରୀକ୍ ଗୁରୁ ଏପୋଲାନିୟସ୍ ମାଲଙ୍କଠାରୁ ଶିକ୍ଷାଲାଭ କରିବା ନିମନ୍ତେ ରୋଡ୍ସ ଦ୍ୱୀପକୁ ଗମନ କରିଥିଲେ। ଗ୍ରୀକ୍ ଓ ଲାଟିନ୍ ଭାଷାରେ ସେ ବିଶେଷ ଜ୍ଞାନ ଅର୍ଜନ କରିଥିଲେ। ଜୁଲିୟସ୍ ସିଜର ସିନାଙ୍କ କନ୍ୟା ବା ଝିଅ କର୍ନେଲିଆଙ୍କୁ ବିବାହ କରିଥିଲେ। ରୋମର ଶାସକ ସଲ୍ଲା କର୍ନେଲିଆକୁ ଛାଡ଼ପତ୍ର ଦେବାକୁ ବାଧ୍ୟ କରିଥିଲେ। ତେଣୁ ସିଜର ରୋମରୁ ପଳାୟନ କରି ଇଟାଲୀରେ ଅବସ୍ଥାନ କରିଥିଲେ। ଖ୍ରୀଷ୍ଟପୂର୍ବ 78ରେ ସଲ୍ଲାଙ୍କ ମୃତ୍ୟୁ ପରେ ସିଜର ପୁଣି ରୋମକୁ ପ୍ରତ୍ୟାବର୍ତ୍ତନ କଲେ ଓ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କଲେ ଏବଂ ବହୁତ ଦେଶ ସେ ବିଜୟ ଲାଭ କରିଥିଲେ। ଜଣେ ପରାକ୍ରମୀ ବୀର, ଚତୁର ରାଜନୀତିଜ୍ଞ, ବିଚକ୍ଷଣ ସେନାପତି, ରୋମାଞ୍ଚକର ବ୍ୟକ୍ତିତ୍ୱ ଭାବେ ଜୁଲିୟସ୍ ସିଜର କେବଳ ରୋମ୍ ନୁହଁ, ସାରା ବିଶ୍ୱ ଇତିହାସରେ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ ରୂପେ ପରିଗଣିତ। ରାଜନୀତି ଠାରୁ ଆରମ୍ଭ କରି ଇତିହାସ ରଚନା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ନିଜ କୃତିତ୍ୱ ବଳରେ ସେ ପାଲଟି ଯାଇଛନ୍ତି କ'ଣ? କାଳଜୟୀ ଅମର ବୀର। ତାଙ୍କର କର୍ତ୍ତବ୍ୟ ନିଷ୍ଠା ହିଁ ପ୍ରତ୍ୟେକ ପଦକ୍ଷେପରେ ତାଙ୍କୁ ପିନ୍ଧାଇ ଦେଇଥିଲା ବିଜୟର ଜୟମାଲ୍ୟ। ଘଟଣା ଏମିତି ଘଟିଲା, ସିଜରଙ୍କର ପ୍ରତିଭା ତଥା ପ୍ରାଧାନ୍ୟରେ ଅତିଷ୍ଠ ହୋଇପଡ଼ିଥିଲେ କିଏ? ରୋମର କେତେକ ଶାସକ ଗୋଷ୍ଠୀ। ସେ ରୋମର ଶାସକମାନଙ୍କୁ ସମ୍ମାନ ପ୍ରଦର୍ଶନ କଲେ ନାହିଁ। ସେ ରୋମର ରାଜାମାନଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ନିଜର ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଆଦେଶ ଦେଲେ। ଲୋକମାନେ ଭାବିଲେ ଇଏ ଲୋକତନ୍ତ୍ରଟା ସମ୍ପୂର୍ଣ୍ଣ ନଷ୍ଟ କରିଦେବ, ଗଣତନ୍ତ୍ର ରହିବନି, ରାଜତନ୍ତ୍ର ପୁଣି ପ୍ରତିଷ୍ଠା କରିବ। କୁଇରିନସ୍ ମନ୍ଦିରରେ ନିଜର ପ୍ରତିମୂର୍ତ୍ତି ସ୍ଥାପନ କରି ଜୀବନ୍ତ ଦେବତା ରୂପେ ତାହାକୁ ପୂଜା କରିବା ପାଇଁ ସେ ନିର୍ଦ୍ଦେଶ ଦେଲେ। ଏଫେସଠାରେ ଏକ ଅନୁଶାସନ ଖୋଦନ କରାଇ ସେ ନିଜକୁ ମାନବ ଜାତିର ତ୍ରାଣକର୍ତ୍ତା ରୂପେ ଘୋଷଣା କଲେ। ଏଥିରେ କ୍ଷୁବ୍ଧ ହୋଇ ରୋମର ସମ୍ଭ୍ରାନ୍ତମାନେ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଥିଲେ। ସେମାନେ ପ୍ରଚାର କଲେ ଯେ ସିଜର କ୍ଲିଓପାଟ୍ରାଙ୍କ ଠାରୁ ଜାତ ତାଙ୍କର ଅବୈଧ ସନ୍ତାନ ସିଜାରିଆନଙ୍କୁ ରୋମର ଶାସନକର୍ତ୍ତା କରାଇବା ପାଇଁ ଇଚ୍ଛୁକ। ଏହା ରୋମୀୟମାନଙ୍କୁ କ୍ଷୁବ୍ଧ କଲା। ଷଡ଼ଯନ୍ତ୍ର ଅନୁସାରେ ମାର୍କସ୍ ଓ ବ୍ରୁଟାସ୍ ସିଜରଙ୍କୁ 15 ମାର୍ଚ୍ଚ ଖ୍ରୀଷ୍ଟପୂର୍ବ 44ରେ ସିନେଟ୍ କକ୍ଷକୁ ଡାକି ନେଇଥିଲେ। ତାଙ୍କ ସ୍ତ୍ରୀ କାଲିଫର୍ଣ୍ଣିଆ ତାଙ୍କୁ ବାରଣ ସତ୍ତ୍ୱେ ସିଜର ସେଠାକୁ ଯାଇଥିଲେ। ତାଙ୍କ ଆଗରେ କାହା ଆଗରେ? ସେଠୁ ସିଜର ସେଠି ସିନେଟ୍ କକ୍ଷରେ ପହଞ୍ଚିଲେ। ତେଣୁ ସିଜରଙ୍କ ଆଗରେ ଷଡ଼ଯନ୍ତ୍ରକାରୀମାନେ ଏକ ଆଦେଶନାମା ସ୍ୱାକ୍ଷର କରିବା ପାଇଁ ମାର୍କସ୍ ଓ ବ୍ରୁଟାସ୍ଙ୍କ ସହିତ 23 ଜଣ ଷଡ଼ଯନ୍ତ୍ରକାରୀଙ୍କୁ ତାଙ୍କୁ ଛୁରୀରେ ବାରମ୍ବାର ଆଘାତ କରିଥିଲେ। ଏହି ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରେ ବ୍ରୁଟାସ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇ ସିଜର କହିଥିଲେ, ବ୍ରୁଟାସ୍, ତୁମେ ମଧ୍ୟ? ଏହାପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ମାତ୍ର ରୋମର ଏହି ବିଶ୍ୱବିଖ୍ୟାତ ବୀର ଜୁଲିୟସ୍ ସିଜରଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଚିରଦିନ ପାଇଁ ପୃଥିବୀ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା। ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।